ବିଶ୍ୱାସ ଶବ୍ଦଟି ବହୁତ ଛୋଟ, କିନ୍ତୁ ତାର ବ୍ୟାଖ୍ୟା କରିବା ବହୁତ ବଡ଼। ଯାହାକି କଥାରେ କହିଦେବା କିମ୍ବା କିଛି ଶବ୍ଦରେ ବୁଝାଇଦେବା ସମ୍ଭବ ନୁହେଁ। ହେଲେ ଏଠି ପ୍ରଶ୍ନ ଉଠେ, ଆମେ ବିଶ୍ୱାସ କରିବା କାହାକୁ? ବର୍ତ୍ତମାନର ସମାଜ ଓ ପରିବେଶ ଏହିଭଳି ହୋଇଗଲାଣି ଯେ କାହାକୁ ବିଶ୍ୱାସ କିମ୍ବା ଭରସା କରିବାକୁ ବି ଡର ଲାଗୁଛି। କିନ୍ତୁ ସବୁ ପରେ ବି ଏହି ବିଶ୍ୱାସ ବୋଲି ଗୋଟେ ଜିନିଷଟି ନିଶ୍ଚୟ ଅଛି। ଏହି ବିଶ୍ୱାସ ଉପରେ ଆଧାରିତ ଏକ ସୁନ୍ଦର କାହାଣୀଟିଏ। ବନ୍ଧୁଗଣ, ଆଜିର ଏହି କାହାଣୀଟି ମହାଭାରତ ଯୁଦ୍ଧ ସମୟର ଘଟଣା। ମହାଭାରତ ଯୁଦ୍ଧ ହେବା ପାଇଁ କୁରୁକ୍ଷେତ୍ର ଯୁଦ୍ଧଭୂମିର ପ୍ରସ୍ତୁତି କରାଯାଉଥାଏ। ବିରାଟ ବିରାଟ ବୃକ୍ଷ ସବୁକୁ କଟାଯାଇ କୁରୁକ୍ଷେତ୍ର ପଡ଼ିଆକୁ ବିସ୍ତୀର୍ଣ୍ଣ କରାଯାଉଥାଏ। ସେହି ସମୟରେ କୃଷ୍ଣ ଓ ତାଙ୍କର ପ୍ରିୟତମ ସଖା ଅର୍ଜୁନ ଦୁହେଁ ମିଶି କୁରୁକ୍ଷେତ୍ର ପଡ଼ିଆ ବୁଲିବାକୁ ଆସିଲେ। କୁରୁକ୍ଷେତ୍ର ପଡ଼ିଆରେ ଏକ ଛୋଟ ପକ୍ଷୀର ଅଭିଯୋଗ କୃଷ୍ଣ ଓ ଅର୍ଜୁନ ଉଭୟ ଶୁଣିବାକୁ ପାଇଲେ। ପକ୍ଷୀଟି କହୁଥାଏ କି, ହେ ପ୍ରଭୁ, ଏହି କୁରୁକ୍ଷେତ୍ର ଯୁଦ୍ଧ ପାଇଁ ଆମେ ବି ହଇରାଣ ହେଉଛୁ। ଦେଖନ୍ତୁ, କେତେ ବଡ଼ ବଡ଼ ଗଛ ସବୁ କାଟି ପଦା କରାସରିଲାଣି। ଗଛରେ ମୁଁ ବସା କରିଥିଲି। ବସାରେ ମୋର କୁନି କୁନି ଛୁଆ ଦିଟା ବି ଥିଲେ। ଗଛ କାଟିବା ହେତୁ ମୋ ବସା ଭାଙ୍ଗି ଯାଇଛି। ମୋ ଛୁଆମାନେ ଉଡ଼ିବା ବି ଶିଖିନାହାନ୍ତି। ଯଦି ଯୁଦ୍ଧ ହୁଏ ସୈନିକମାନଙ୍କ ସହିତ ମୋ ଛୁଆମାନଙ୍କର ବି ଜୀବନ ଚାଲିଯିବ। ପ୍ରଭୁ, କ'ଣ ଯୁଦ୍ଧକୁ ଏବେ ବନ୍ଦ କରିହେବ ନାହିଁ? ଅନ୍ତତଃ ମୋ ଛୁଆମାନେ ଉଡ଼ିବା ଶିଖିବା ପର୍ଯ୍ୟନ୍ତ ଟିକିଏ କୃପା କରନ୍ତୁ। ଯୁଦ୍ଧଟିକୁ ବନ୍ଦ କରିଦିଅନ୍ତୁ। ଦୟା କରନ୍ତୁ ପ୍ରଭୁ। ମୋ ଛୁଆମାନେ ଉଡ଼ିବା ଶିଖିଯିବା ପରେ ମୁଁ ଅନ୍ୟ କେଉଁଠାରେ ବସା ତିଆରି କରିବି। ସେତିକି ଦିନ ପର୍ଯ୍ୟନ୍ତ ଦୟାକରି ଯୁଦ୍ଧକୁ ଅଟକାଇ ଦିଅନ୍ତୁ। ସ୍ମିତ ହାସ୍ୟ କରି କୃଷ୍ଣ କହିଲେ, ଏହା ତ ନିୟତିର ଲେଖା। ମୁଁ ଏହାକୁ ବଦଳାଇ ପାରିବି ନାହିଁ। କିନ୍ତୁ ଏତିକି ଭରସା ଓ ବିଶ୍ୱାସ ମୋ ଉପରେ ରଖିଥାଅ ଯେ ମୁଁ ଏତେ ବଡ଼ ବିପଦରୁ ନିଶ୍ଚୟ ଉଦ୍ଧାର କରିଦେବି। ପକ୍ଷୀଟି ଅନନ୍ୟ ଚିତ୍ତରେ ଭଗବାନଙ୍କ ଭରସାରେ ରହିଲା। ତା ବାସିଦିନ ଯୁଦ୍ଧ ଆରମ୍ଭ ହେଲା। ଉଭୟ କୌରବ ଓ ପାଣ୍ଡବ ଛିଡ଼ା ହୋଇଥିଲେ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧନୁଶର ମାଗିଲେ। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଶ୍ରୀକୃଷ୍ଣ ଯୁଦ୍ଧରେ ଅସ୍ତ୍ର ଧରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀକୃଷ୍ଣ କହିଲେ, ନା, ମୁଁ ଯୁଦ୍ଧ ପାଇଁ ନୁହେଁ, ବରଂ କାଲିର ସେହି ପକ୍ଷୀଟି ତାର ଏବଂ ତା ଛୁଆର ଜୀବନ ରକ୍ଷା ପାଇଁ ଅନୁରୋଧ କରୁଥିଲା। ମୁଁ ତା ରକ୍ଷା ପାଇଁ ତୁମକୁ ଧନୁଶର ମାଗୁଛି। ପକ୍ଷୀଟି ଅନୁରୋଧ କରୁଥିବା ସ୍ଥାନରେ ଏକ ବିଶାଳକାୟ ହାତୀ ଛିଡ଼ା ହୋଇଥିଲା। ଶ୍ରୀକୃଷ୍ଣ ହାତୀକୁ ଲକ୍ଷ୍ୟ କରି ତୀର ଚାଳନା କଲେ। ତୀରଟି ଯାଇ ହାତୀର ବେକରେ ବାଜିଲା ଓ ହାତୀ ବେକରେ ଲାଗିଥିବା ଘଣ୍ଟିଟି ଛିଡ଼ି ପଡ଼ିଲା। ଅର୍ଜୁନ ଏହା ଦେଖି ହସିବାକୁ ଲାଗିଲେ ଏବଂ କହିଲେ, କେଶବ, ଆପଣଙ୍କ ଦ୍ୱାରା ହେଲାନି। ଧନୁ ମୋତେ ଦିଅନ୍ତୁ। ନିମିଷକ ମଧ୍ୟରେ ହାତୀକୁ ମାରି ଶୁଆଇଦେବି। ଶ୍ରୀକୃଷ୍ଣ କହିଲେ, ନାଇଁ, ଥାଉ, ଦରକାର ନାହିଁ। ଯେତିକି ଆବଶ୍ୟକ ଥିଲା ସେତିକି ହୋଇଗଲା। ଏହାପରେ ମହାଭାରତ ଯୁଦ୍ଧ ଦୀର୍ଘ 18 ଦିନ ଧରି ଲାଗି ରହିଲା। ପାଣ୍ଡବମାନେ ବିଜୟୀ ହେଲେ। ଯୁଦ୍ଧ ପରେ ତ ସମଗ୍ର କୁରୁକ୍ଷେତ୍ରର ଅବସ୍ଥା ବହୁତ ଶୋଚନୀୟ ହୋଇପଡ଼ିଥିଲା। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ତୁମେ ଏଥର ଯାଅ। ସେହି ହାତୀ ବେକରୁ ଖସି ପଡ଼ିଥିବା ଘଣ୍ଟିଟିକୁ କାଢ଼ି ଅଲଗା ଜାଗାରେ ରଖିଦିଅ। ଶ୍ରୀକୃଷ୍ଣଙ୍କର ଏହି ଆଦେଶ କ୍ରମେ ଅର୍ଜୁନ ଯାଇ ସେହି ଘଣ୍ଟିଟିକୁ ସେଠାରୁ କାଢ଼ି ଅଲଗା ଜାଗାକୁ ନେବା ପାଇଁ ଗଲେ। ଘଣ୍ଟିଟିକୁ ଉଠାଇବା ପରେ ଯାହା ଦେଖିଲେ, ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। କାରଣ ସେହି ଘଣ୍ଟି ତଳେ ସେହି ଚଢ଼େଇର ବସାଟି ରହିଥିଲା। ଚଢ଼େଇ ଓ ତାର ଛୁଆମାନେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ସେହି ଘଣ୍ଟି ତଳେ ହିଁ ରହିଥିଲେ। 18 ଦିନର ମହାଭାରତ ଯୁଦ୍ଧ ପରେ ବି ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ଥିଲେ। ବନ୍ଧୁଗଣ, ଏହି କାହାଣୀ ଆମକୁ ଏହା ଶିକ୍ଷା ଦିଏ କି ଆମେ ମନୁଷ୍ୟ ଉପରେ କରିଥିବା ବିଶ୍ୱାସ କିମ୍ବା ଭରସା ସେମାନେ ଭାଙ୍ଗି ଦେଇଥାନ୍ତି କିମ୍ବା ସମୟକ୍ରମେ ସେମାନେ ଭୁଲି ଯାଇଥାନ୍ତି। କିନ୍ତୁ ଭଗବାନଙ୍କ ଉପରେ କରାଯାଇଥିବା ବିଶ୍ୱାସ ଓ ଭରସା କେବେ ବି ଭଗବାନ ଆମକୁ ଭାଙ୍ଗିବାକୁ ଦେଇନଥାନ୍ତି। ଜୟ ଜଗନ୍ନାଥ।